କୁହାଯାଉଛି ଡାକ୍ତର ହେଉଛନ୍ତି ଦ୍ୱିତୀୟ ଭଗବାନ। ଡାକ୍ତରଙ୍କ ନିକଟକୁ ଯିଏ ଆସୁଛି ସେ ନିଶ୍ଚିନ୍ତ ଭାବରେ ନିଜର ଆରୋଗ୍ୟ ଲାଭ ମଧ୍ୟ କରୁଛି ଏବଂ ସୁସ୍ଥ ହୋଇପାରୁଛି। ଏଭଳି ଏକ ଘଟଣା ଘଟିଛି ଯାହାକି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକରେ ଗୋଟେ 8 ବର୍ଷର ଛୁଆ ଯେତେବେଳେ ସେ ଘରକୁ ଫେରୁଥିଲା ସାଇକେଲରେ ପଡ଼ିବା ଫଳରେ ସେ କିଛି ଆଘାତ ମଧ୍ୟ ହେଇଥିଲା। ତାକୁ ଏମକେସିଜି ସିଧାସଳଖ ଅଣାଯାଇଥିଲା। ପ୍ରଥମେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୃଷ୍ଣପ୍ରସାଦ ବ୍ଲକରେ ରଖାଯାଇଥିଲା ଏବଂ ପରବର୍ତ୍ତୀ ସମୟରେ ଯେତେବେଳେ ଏମକେସିଜିକୁ ତାଙ୍କୁ ଅଣାଯାଇଥିଲା, ଏମକେସିଜିରେ ଦୀର୍ଘ 2ରୁ 3 ଘଣ୍ଟାର ଅପରେସନ ମଧ୍ୟ ଲାଗିଥିଲା। ଅପରେସନ ପରେ ପିଲାଟି ଆଇସିୟୁରେ ରହିଛି। ଆମ ପାଖରେ ରହିଛନ୍ତି ଡକ୍ଟର ମାନସ ସାର୍ ରହିଛନ୍ତି, ତାଙ୍କ ସହିତ ମଧ୍ୟ ଆମେ ଆଲୋଚନା କରିବା। ସାର୍, ଓଡ଼ିଶା ଭାସ୍କରକୁ ସ୍ୱାଗତ କରୁଛି। ଯେ କୁହାଯାଉଛି ଡାକ୍ତର ହେଉଛନ୍ତି ଦ୍ୱିତୀୟ ଭଗବାନ, ଯେହେତୁ ଏକ ଅଭାବନୀୟ ଘଟଣା ଘଟିଥିଲା 8 ବର୍ଷର ଛୁଆ ସହିତ, ଯାହାକି ସାଇକେଲର ହ୍ୟାଣ୍ଡେଲ ତା ପେଟ ଭିତରେ ପଶି ଯାଇଥିଲା। ସାର୍, କେମିତି ରହିଥିଲା କଣ୍ଡିସନ ତାକୁ ଆଣିଲା ବେଳେ, ଆଉ କେତେ ଘଣ୍ଟାରେ ଅଣାଯାଇଥିଲା? ପାଖାପାଖି 12:30 ବେଳକୁ ଛୁଆକୁ ଇଞ୍ଜୁରି ହେଇଛି। ସେ ସ୍କୁଲରୁ ଫେରୁଥିଲା ବେଳେ ଏମିତି ହେଲା। ତାର ସବୁ ପେଟର ଯୋଉ ହ୍ୟାଣ୍ଡେଲ ବାଜିକି ଅନ୍ତନଳୀ ସବୁ ବାହାରକୁ ପଳେଇ ଆସିଥିଲା। ତାକୁ ସେଠି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସେମାନେ ନେଇକି ଯାଇଛନ୍ତି। ଯାହା ହଉ ସେଠି ପ୍ରାଇମେରୀ ଟ୍ରିଟମେଣ୍ଟଟା ଇମ୍ପୋର୍ଟାଣ୍ଟଲି କରାହେଇଛି, ଆଉ ତା ସହିତ ତାର ସେଟାକୁ ଅନ୍ତନଳୀ ଗୁଡ଼ାକୁ କଭର କରିଦିଆଯାଇଛି। କାରଣ ଏଟା ବାହାରକୁ ଏୟାର ଏକ୍ସପୋଜର ହେଇକି ରହିଲେ ସେ ପେଟ ଭିତରକୁ ଇନଫେକ୍ସନ ପହଞ୍ଚିବ, ଛୁଆର ଶରୀରର ସେପ୍ଟିସେମିଆ ହବ, ରକ୍ତସ୍ରାବ ମଧ୍ୟ ହେଇକି ସେ ତା ଜୀବନ ଯାଇପାରେ। ଯାହା ହଉ ସେଇ ଟାଇମରେ ବହୁତ ମେଜର ଆର୍ଟେରୀ କିଛି ଡ୍ୟାମେଜ ହେଇନି, ମେଜର ରକ୍ତନଳୀ କିଛି ଡ୍ୟାମେଜ ହେଇନାହିଁ। ଆଉ ତାପରେ ସେମାନେ ପ୍ରାଇମେରୀ ଚିକିତ୍ସା ଦେଇକି ତୁରନ୍ତ ଏମକେସିଜିକି ନେଇ ଆସିଥିଲେ। ଏମକେସିଜିରୁ ଆମେ ତା ପୂର୍ବରୁ ଖବର ପାଇଥିଲୁ ଯେ ଛୁଆଟି ଏମିତି ଅବସ୍ଥାରେ ଆସୁଛି କୃଷ୍ଣପ୍ରସାଦ ବ୍ଲକରୁ। ତ ତା ପାଇଁ ବ୍ଲଡ ବ୍ୟାଙ୍କ ହେଲା କି ସର୍ଜରୀ ଟିମ୍ ହେଲା କି ଆନେସ୍ଥେସିଆ ଟିମ୍ ହେଲା, ଓଟି ହେଲା, ସବୁ ରେଡି ଥିଲା। ତାକୁ ପ୍ରଥମେ ଆମେ ରିସୋସିଏଟ୍ କଲୁ, ବା ଆସିକି ଦେଖିଲା ବେଳକୁ ବେସିକ୍ କଣ୍ଡିସନ ଦେଖିଲୁ। ଆସିଲା ବେଳକୁ ଟିକେ ଡ୍ରାଉଜି ଥିଲା ପିଲା, ବଟ୍ କନସିୟସ୍ ଥିଲା। ବଟ୍ ତାର ପଲ୍ସ ଭଲ୍ୟୁମ୍ ବା ରକ୍ତ ଏତେ ମାତ୍ରାରେ କମ୍ ନଥିଲା। ପ୍ରଥମ ରିସୋସିଏସନ୍ ଯେହେତୁ ତାକୁ କରାହେଇଥିଲା, ତେଣୁ ତାକୁ ବେସିକ୍ ରିସୋସିଏସନ୍ ଦେଲା ପରେ ତାକୁ ସବୁ ଫ୍ଲୁଇଡ୍, ସାଲାଇନ୍, ଆଣ୍ଟିବାୟୋଟିକ୍ ସବୁ ଦେଲା ପରେ ଆମେ ଯଥାଶୀଘ୍ର ଓଟିକି ନେଇଥିଲୁ। ପାଖାପାଖି 7:30ରୁ 7:30 ଭିତରେ। ଆଉ 2 ଘଣ୍ଟାରୁ 2.5 ଘଣ୍ଟା ଲାଗିଥିଲା ଆମକୁ ସର୍ଜରୀ, ପାଖାପାଖି 2.5 ଘଣ୍ଟା ଲାଗିଥିଲା। ଆଉ ସର୍ଜରୀରେ ତାର ମଲ୍ଟିପୁଲ ଜାଗାରେ କଣା ଥିଲା ଅନ୍ତନଳୀ, ଆଉ ସେଗୁଡ଼ାକ ସବୁ ରିସେଟ୍ କରି ଦିଆଗଲା, କାଟି ଦିଆଗଲା, ପେଟକୁ ଭଲରେ ସଫା କରାଗଲା। ପେଟ ଭିତରେ ଗୋଟେ ଜାଗାରେ ବ୍ଲଡ କ୍ଲଟ୍ ବି ଥିଲା, ତାକୁ ବାହାର କରାଗଲା। ଆଉ ତାପରେ ଅନ୍ତନଳୀ ଯୋଡ଼ି ଦିଆଗଲା। ଆଉ ପେଟଟିର ଯେଉଁ ଉପରେ ଯେଉଁ ଇଞ୍ଜୁରି ହେଇଥିଲା ସେଟା ବି ପେଟର ସ୍କିନ୍ କି ବହୁତ ଡ୍ୟାମେଜ କରିଥିଲା, ତେଣୁ ତାକୁ ମଧ୍ୟ ସଜଡ଼ାଗଲା। ତାପରେ ପିଲାଟିର କଣ୍ଡିସନ ତ ଭଲ ଅଛି, ଯେହେତୁ ଆର୍ଲି ସେ ଆସିପାରିଥିଲା, ଏବଂ ତାକୁ ଆମେ ଆଇସିୟୁରେ ରଖିଛୁ। ବଟ୍ ଜେନେରାଲି ବର୍ତ୍ତମାନ ତାର ଭାଇଟାଲ କଣ୍ଡିସନ ସବୁ ଷ୍ଟେବଲ ଅଛି। ସାର୍, ବର୍ତ୍ତମାନ ଯଦି ଆମେ ଦେଖିବା ସେ ପିଲାଟିର ପେଟରେ ଯେତେବେଳେ ଅନ୍ତନଳୀ ବାହାରକୁ ବାହାରି ପଡ଼ିଥିଲା ବୋଲି କହୁଥିଲେ, ପାଖାପାଖି କେତେ ପରସେଣ୍ଟ ରହିଥିଲା ଯାହାକି ପିଲାଟିର ବଞ୍ଚିବାର ଚାନ୍ସେସ୍ ଥିଲେ? ଯଦି ବହୁତ ସମୟ ଏମିତି ରହିଥାନ୍ତା ଆଉ ମେଜର କୌଣସି ରକ୍ତନଳୀ ହେଇଥାନ୍ତା, ତାହେଲେ ବହୁତ ସମୟ ବି ନଥିଲା। ଆଉ ଯେହେତୁ ସେମାନେ ଶୀଘ୍ର ତାକୁ ନେଇ ଆସିଲେ, ସେଇଟା ବି ଗୋଟେ ଆଶୀର୍ବାଦ ହେଲା ତା ପାଇଁ। କାରଣ ଶୀଘ୍ର ଆସିଲେ ହିଁ ତ ଚିକିତ୍ସା କରିହବ ନା। ତ ସେଇଟା ଆମ ପାଇଁ ତା ପାଇଁ ଭଲ ହେଲା। କାରଣ ବହୁତ ଜାଗାରେ ଆମେ ଦେଖୁଛୁ ଛୁଆ ଆସିଲା ବେଳକୁ ଟୋଟାଲ ଅନ୍ତନଳୀ ଯୋଉଟା ବାହାରକୁ ବାହାରିଥାଏ ସେ କଳା ପଡ଼ିଯାଇଥାଏ। ସେଗୁଡ଼ା ବହୁତ ମାରାତ୍ମକ, ଯୋଉଥିରେ କି ପିଲାକୁ ସେପ୍ଟିସେମିଆ ବା ଶରୀରର ରକ୍ତରେ ଇନଫେକ୍ସନ ହେଇଯାଏ, ଆଉ ପିଲାମାନଙ୍କ ଜୀବନ ପଳାଏ। ସାର୍, କୁହାଯାଉଛି ଯେ 80 କିଲୋମିଟର ରାସ୍ତାକୁ ଗ୍ରୀନ୍ କରିଡରରେ ସେମାନଙ୍କୁ ଅଣାଯାଇଛି, ଅତି ସତର୍କତାର ସହିତ ଅଣାଯାଇଛି। ଆଣିଲା ବେଳେ ଆପଣଙ୍କୁ ଇନଫର୍ମେସନ୍ ଯାଇଥିଲା କ'ଣ କ'ଣ, କେତେ ଷ୍ଟାଫ୍ ସେଥିରେ ରହିଥିଲେ, କୋଉ ବିଭାଗରେ ସେଥିରେ ଥିଲେ? ସେଥିରେ ଆମର ଶିଶୁ ସର୍ଜରୀ ବିଭାଗର ମୁଁ ହେଲି, ଆଉ ଡକ୍ଟର ଏଲେନ୍ ପାଣିଗ୍ରାହୀ, ନିଶ୍ଚିତ ବିଭାଗର ଡକ୍ଟର ଅନୁପ, ଡକ୍ଟର ବେହେରା ଅଛନ୍ତି ସନ୍ନ୍ୟାସୀ, ଆଉ ସର୍ଜରୀ ବିଭାଗର ଡକ୍ଟର ସୌମ୍ୟରଞ୍ଜନ ଜେନା ଆଉ ଡକ୍ଟର ଅନିଲ, ଆଉ ବାକି ପିଜି ଛାତ୍ରମାନେ ମଧ୍ୟ ସବୁ ଥିଲେ। ଓଟି ଷ୍ଟାଫ୍ ମାନଙ୍କୁ ମଧ୍ୟ ରେଡ଼ି କରାଯାଇଥିଲା। ତା ସହିତ ବ୍ଲଡ଼ ବ୍ୟାଙ୍କରୁ ମଧ୍ୟ ବ୍ଲଡ଼ ପାଇଁ ପ୍ରସ୍ତୁତ କରାଯାଇଥିଲା। ଆମ ସୁପରିଟେଣ୍ଡେଣ୍ଟ ମ୍ୟାଡ଼ାମ୍ ସୁଦିତା ଦାସ ମ୍ୟାଡ଼ାମ୍ ତା ବିଷୟରେ ଆମକୁ ସବୁ ଅବଗତ କରାଇଥିଲେ। ତ ଆମେ ସବୁ ପ୍ରସ୍ତୁତ ଥିଲୁ। କେତେ ପରସେଣ୍ଟ ସାର୍ ତାର କ୍ଷତିଗ୍ରସ୍ତ ହୋଇଥିଲା ଏଠାକୁ ଆସିଲା ବେଳେ, ଆଉ ବର୍ତ୍ତମାନ ତାର ଯାଇକି ଅପରେସନ୍ ମଧ୍ୟ ହୋଇଛି, ସକ୍ସେସ୍ ହେଇଛି ବୋଲି ଆମେ କହିପାରିବୁ? ଅପରେସନ୍ ରେଜଲ୍ଟ ତ ପରେ ଆସିବ, କିନ୍ତୁ ହୋପ୍ କରୁଛୁ ତାର ସେ ଭଲସେ ରିକଭରି ହବ। କେତେ ପରସେଣ୍ଟ ସାର୍? ଡ୍ୟାମେଜ ତ ବେଶୀ ଅନ୍ତନଳୀ କଢ଼ାଯାଏ ନାହିଁ, ଗୋଟେ ଜାଗାରେ ହିଁ ଛେଚି ଯାଇଥିଲା। ତେଣୁ ତାର ଯଦି ବି ସର୍ଜରୀରେ 2ଟା ଅନ୍ତନଳୀ ଯୋଡ଼ା ହେଇଛି, ତ ଆଶା କରୁଛୁ ଏଥିରେ ପ୍ରାୟ ସମସ୍ତେ ଭଲ ହୁଅନ୍ତି। କିନ୍ତୁ ଆଉ ଫ୍ୟୁଚରରେ ମଧ୍ୟ କିଛି କନସିକ୍ୱେନ୍ସେସ୍ ରହେ ନାହିଁ। ଯେହେତୁ ଏଟା ରୋଡ୍ ଟ୍ରାଫିକ୍ ଆକ୍ସିଡେଣ୍ଟ, ପେଟ ଭିତରକୁ ଇନଫେକ୍ସନ ପଳେଇଯାଏ। ଖାଲି ଆମକୁ ଭୟ ହେଉଛି ଇନଫେକ୍ସନ ନ ହଉ ତାକୁ। ସାର୍, କେତେ ଦିନ ବର୍ତ୍ତମାନ ତ ସେ ସମ୍ପୂର୍ଣ୍ଣ ସୁସ୍ଥ ହେବା ପାଇଁ ଏଠାରେ କେତେ ଦିନ ରହିବାକୁ ପଡ଼ିବ, ଆଉ ପରବର୍ତ୍ତୀ ସମୟରେ ତାର ଚିକିତ୍ସା କେମିତି ରହିବ? ବର୍ତ୍ତମାନ ଏଇଟା ତ ଇମର୍ଜେନ୍ସି ଟ୍ରମା କେସ୍, ଯୋଉଥିର ରେଜଲ୍ଟ ବହୁତ ଭଲ। ଥରେ ଏଠୁ ଭଲ ହେଇକି ପଳେଇଗଲେ 7 ଦିନରୁ 10 ଦିନ ତାକୁ ଲାଗିପାରେ ଏଠି ହସ୍ପିଟାଲ ଷ୍ଟେ। ତାପରେ ସେ ଥରେ ପଳେଇଗଲେ ହୋପଫୁଲି ଇନ୍ ଫ୍ୟୁଚର ସେ ନର୍ମାଲ ଲାଇଫ୍ ବଞ୍ଚିବ, ତାକୁ କୌଣସି ଆଡିସନାଲ ଚିକିତ୍ସା ଦରକାର ପଡ଼ିବ ନାହିଁ।
କିନ୍ତୁ ଯାହାକି ମଧ୍ୟ ଆମେ ଆଲୋଚନା କରିଥିଲେ ଡକ୍ଟର ମାନସ ସାର୍ଙ୍କ ସହିତ ଯେତେବେଳେ ଆଲୋଚନା କରିଥିଲେ ପ୍ରଥମେ ଯେତେବେଳେ ସିଏ ଆସିଥିଲେ ଆସିବା ଫଳରେ ଆଙ୍କୁ ସୂଚନା ମଧ୍ୟ ମିଳିଥିଲା ବ୍ରହ୍ମପୁର ଏମ୍କେସିକୁ ସୂଚନା ମିଳିବା ଫଳରେ ସତର୍କତା ମଧ୍ୟ କରିଥିଲା ଆଇସିୟୁ ଏବଂ ବ୍ଲଡ୍ ବ୍ୟାଙ୍କକୁ ମଧ୍ୟ ସୂଚନା ମଧ୍ୟ ଦିଆଯାଇଥିଲା ବିଭିନ୍ନ ଡାକ୍ତର ସେଠାରେ ସହଯୋଗ କରି ତାର ଅପରେସନ୍ ମଧ୍ୟ କରାଯାଇଛି ପାଖାପାଖି 2ରୁ 2.5 ଘଣ୍ଟା ଭିତରେ ଅପରେସନ୍ ହେଲା ବର୍ତ୍ତମାନ ସେ ଆଇସିୟୁରେ ଟିକେ ଆଇସିୟୁରେ ଅଛନ୍ତି ଆଇସିୟୁରେ ତାକୁ ମଧ୍ୟ ରଖାଯାଇଛି ପାଖାପାଖି 10 ଦିନ ଏଠାରେ ରହିଲା ପରେ ତାକୁ ଡିସଚାର୍ଜ କରାଯିବ ବୋଲି ମଧ୍ୟ ଯାହା ଡକ୍ଟର ମାନସ ସାର୍ କହିଛନ୍ତି ବ୍ରହ୍ମପୁରରୁ କିରଣ କୁମାର ମିଶ୍ର ଓଡ଼ିଶା ଭାସ୍କର।